2013 ବି ଗୋଟେ ଥର ଓଡ଼ିଶାରେ ଗୁଟକା ବନ୍ଦ ହେଇଥିଲା। ସେତେବେଳେ ଏମିତି କ'ଣ ଗୋଟେ ଜାଗାରେ ଫାଙ୍କା ରହିଯାଇଥିଲା ଯେ ସରକାରକୁ ଆଉଥରେ 2026ରେ ଗୁଟକା ବନ୍ଦ କରିବାକୁ ପଡ଼ିଲା। ସରକାର ସେତେବେଳେ ଗୁଟକା ବନ୍ଦ କରିଥିଲେ। ଦୁଇଟା ଯାକ ତମ୍ବାଖୁ ଆଉ ଗୁଟକା ଗୋଟେରେ ମିଶିକି ଆସୁଥିଲେ, ସେଟାକୁ ବନ୍ଦ କରିଥିଲେ। କମ୍ପାନୀମାନେ ସେତେବେଳେ ଚାଲାକି କରି କ'ଣ କଲେ, ଜର୍ଦା ଅଲଗା ଆଉ ଗୁଟକା ଅଲଗା କରି ବିକିଲେ। ହେଲେ ଲୋକମାନେ ଦୁଇଟା ଯାକ କିଣିକି ମିଶେଇକି ଖାଇଲେ। ଫଳ କ'ଣ ହେଲା, ଲକ୍ଷ ଲକ୍ଷ ଲୋକ କ୍ୟାନ୍ସରରେ ମରୁଛନ୍ତି। ସେ ଜଣେ ଲୋକ ନାହିଁ ତ ପୁରା ପରିବାର ଧ୍ୱଂସ ହେଇଯାଉଛି। ତ ବର୍ତ୍ତମାନ ଏବେ ସରକାର କ'ଣ କରୁଛନ୍ତି, ସବୁକୁ ବ୍ୟାନ୍ କରିଦେଉଛନ୍ତି। କମ୍ପାନୀଠୁ ଆରମ୍ଭ କରି ସବୁ କିଛି, କମ୍ପାନୀ କିଏ ଯଦି ନେଉଥିବ ତାହେଲେ କିଏ ଯଦି ଷ୍ଟକ୍ କରି ରଖୁଥିବ ସେମାନଙ୍କ ପ୍ରତି ବି ସରକାର ପୁରା କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏଇଟା କେତେ ଦିନ ଯିବ? 2013 ଭଳିଆ କ'ଣ କିଛି ମାସ ପରେ ଆଉଥରେ ବାହାରି ପଡ଼ିବ ନା? ବଡ଼ ବଡ଼ କମ୍ପାନୀ, ଗୁଟକା କମ୍ପାନୀ ଯାକ ଆଉଥରେ କ'ଣ ଗୋଟେ ଏମିତି ଲୁପ୍ ହୋଲ୍ କାଢ଼ିବେ କି ଆଉଥରେ 2-3 ମାସ ପରେ ଗୁଟକା ଚାଲିବ, ଏମିତି ଧଡ଼ାଧଡ଼ ବିକ୍ରି ହବ। ତମେ କ'ଣ ଭାବୁଛ କମେଣ୍ଟରେ କୁହ। ଯଦି ଭିଡ଼ିଓ ଭଲ ଲାଗିଲା ଫଲୋ କର, ଲାଇକ୍ କର।